सहरर मध्यभागରେ ଅବସ୍ଥିତ ରଥସାହିରେ ପବିତ୍ର ଏକାଦଶୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉଲ୍ଲାସରେ ମୁଖରିତ ହୋଇ ଉଠିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ ପରିସର। ପବିତ୍ର ଏକାଦଶୀ ଅବସରରେ ରଥ ଉପରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଶାସ୍ତ୍ରୋକ୍ତ ବିଧିରେ ସମ୍ପନ୍ନ ହୋଇଥିବା ବେଳେ ଭକ୍ତମାନେ ଭାବବିହ୍ୱଳ ହୋଇ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିଥିଲେ। ପ୍ରଭାତରୁ ରଥ ନିକଟରେ ଭକ୍ତମାନଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ଜୟ ଜଗନ୍ନାଥ ହରିବୋଲ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହେଉଥିବା ବେଳେ ଭଜନ କୀର୍ତ୍ତନ ସହ ରଥ ଉପରେ ବିରାଜମାନ ହୋଇଥିବା କାଳିଆ ସାଆନ୍ତଙ୍କ ଦିବ୍ୟ ରୂପ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା। ଏକାଦଶୀ ତିଥିରେ ମହାତ୍ମ୍ୟକୁ ନେଇ ଅନେକ ଭକ୍ତ ଉପବାସ ରଖି ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା ଅର୍ପଣ କରିଥିଲେ। ମହାପ୍ରଭୁଙ୍କ କୃପାଲାଭ ପାଇଁ ଶ୍ରଦ୍ଧାଳୁମାନେ ନଡ଼ିଆ, ଫୁଲ, ତୁଳସୀ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଅର୍ପଣ କରି ସମସ୍ତଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ। ଭକ୍ତଙ୍କ ବ୍ୟାପକ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁରକ୍ଷା, ଶୃଙ୍ଖଳା ଓ ଦର୍ଶନ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା। ଏତଦ୍‌ବ୍ୟତୀତ ଶ୍ରଦ୍ଧାଳୁଙ୍କ ପାଇଁ ମନୋରଞ୍ଜନ କରିବା ପାଇଁ ନାଟ୍ୟ କାର୍ଯ୍ୟକ୍ରମ ବି ରଖାଯାଇଥିଲା। ଶାନ୍ତିପୂର୍ଣ୍ଣ ଓ ଭକ୍ତିମୟ ପରିବେଶ ମଧ୍ୟରେ ଏକାଦଶୀ ନୀତି ସମ୍ପନ୍ନ ହେବା ପରେ ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଆନନ୍ଦର ଅପୂର୍ବ ଛାପ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କର ଏହି ପବିତ୍ର ଏକାଦଶୀ ଦର୍ଶନ ଓ ସେବାରେ ସାମିଲ ହେବା ପ୍ରତ୍ୟେକ ଭକ୍ତଙ୍କ ପାଇଁ ଏକ ଦୁର୍ଲଭ ସୌଭାଗ୍ୟ ବୋଲି ଶ୍ରଦ୍ଧାଳୁମାନେ ମତ ପ୍ରକାଶ କରିଥିଲେ। ସମଗ୍ର ପରିବେଶ ଭକ୍ତି, ବିଶ୍ୱାସ ଓ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନରେ ଭରିଯାଇଥିଲା। गंजाम पुरुषोत्तमपुर माधवानंद दास को रिपोर्ट तीर्थक्षेत्र लाइव।